ତାତିଲେଣି ପ୍ରାଥମିକ ଶିକ୍ଷକ। ଆଗକୁ ଦୁର୍ବାର ଆନ୍ଦୋଳନ। ରାଜ୍ୟରେ ସୁସଂଗଠିତ ହେଉଛନ୍ତି ଶିକ୍ଷକ। ମଣିଷ ଗଢ଼ା କାରଖାନାର ଶିଳ୍ପୀ ଏହି ଶିକ୍ଷକଗଣ। ଏମାନେ ସଭ୍ୟ, ଶିକ୍ଷିତ, ପ୍ରଗତି, ସମୃଦ୍ଧ ତଥା ବିକଶିତ ସମାଜର ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସେତେ ସୁଦୃଢ଼ ନୁହେଁ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଭୟ ଭିତ୍ତିଭୂମି ଓ ଶିକ୍ଷକମାନଙ୍କ ସମସ୍ୟା ଦୂରୀକରଣ ଅପରିହାର୍ଯ୍ୟ। ଗଣଶିକ୍ଷା ବିଭାଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ସିଟି ଅବା ବିଏଡ୍, ଓଟିଇଟି, ସିବିଟି ଭଳି ତିନିଟି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଳ୍ପ ପାରିଶ୍ରମିକରେ ନିଯୁକ୍ତି ପାଉଛନ୍ତି। ପରିତାପର ବିଷୟ, ସମସ୍ତ ବିଭାଗରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହୋଇଥିଲେ ହେଁ ଏହି ବିଭାଗରେ ଏଯାବତ୍ ଏହି ଘୃଣ୍ୟ ପ୍ରଥା ରହିଛି। ବିଭାଗରେ ପଦୋନ୍ନତି ପ୍ରକ୍ରିୟା ଅତ୍ୟନ୍ତ ନୈରାଶ୍ୟଜନକ। 20-25 ବର୍ଷ ଚାକିରି କରି ମଧ୍ୟ ଅନେକ ଶିକ୍ଷକ ଏଯାଏଁ ଗୋଟିଏ ସ୍ତରକୁ ମଧ୍ୟ ଉନ୍ନୀତ ହୋଇ ପାରିନାହାନ୍ତି। ଭୁବନେଶ୍ୱରସ୍ଥ ଲୋୟର ପିଏମ୍ଜିରେ ଗତ 2017, 2022, 2023 ଶିକ୍ଷକ ଆନ୍ଦୋଳନ ବେଶ୍ ଆଖିଦୃଶିଆ ଥିଲା। ସେବେଠାରୁ ଦାବି ହାସଲ ନ ହେବା ପରେ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପଶ୍ଚାତ୍ତାପ, ଆତ୍ମସମୀକ୍ଷା, ଗଭୀର ଚିନ୍ତନ ପରେ ଏବେ ରାଜ୍ୟର 30 ଜିଲ୍ଲାର ଲେବୁଲ VA ଶିକ୍ଷକ ଶିକ୍ଷୟିତ୍ରୀ ସଂଗଠିତ ହେଉଛନ୍ତି। ଆଗାମୀ ବିଧାନସଭା ଶୀତକାଳୀନ ଅଧିବେଶନରେ ଏମାନେ ଲୋୟର ପିଏମ୍ଜିରେ ଧାରଣା ତଥା ବିକ୍ଷୋଭ ପ୍ରଦର୍ଶନ ପାଇଁ ମାନସ ମନ୍ଥନ କରୁଛନ୍ତି। ସୁନ୍ଦର ବିଚାରଧାରାରେ ସଂଗଠିତ ହେଉଥିବା ଏହି ଶିକ୍ଷକ ସଂଗଠନ ବେଶ୍ ବଳ ଗୋଟେଇବାରେ ସକ୍ଷମ ହେଲାଣି। ସରକାରଙ୍କ ଦରବାରକୁ ଏମାନଙ୍କର ମୂଳ ଗ୍ରେଡ୍ ପେ 4200 ଟଙ୍କାକୁ ବୃଦ୍ଧି ଦାବି ପହଞ୍ଚିଗଲାଣି। ଭାରତ ବର୍ଷର ଅଧିକାଂଶ ରାଜ୍ୟରେ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ବେତନ ମିଳୁଥିବା ବେଳେ ଓଡ଼ିଶାର ଶିକ୍ଷକଙ୍କୁ ସର୍ବନିମ୍ନ ଗ୍ରେଡ୍ ପେ 2200 ଟଙ୍କା ମିଳୁଛି। ଶିକ୍ଷାଦାନ ସହ ଭୋଟର ସଂଶୋଧନ, ନିର୍ବାଚନ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ଭଳି ରାଜକାର୍ଯ୍ୟରେ ଶିକ୍ଷକଙ୍କ ଅବଦାନ ଅତୁଳନୀୟ। ପରନ୍ତୁ ତାଙ୍କୁ ଚରମ ଅବହେଳା କରିବା ସମାଜ ପାଇଁ ଶୁଭଙ୍କର ନୁହେଁ। VA ଶିକ୍ଷକଙ୍କର ଚରମ ଅସନ୍ତୋଷ ଯେ ଦିନେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ ତାହା କହିହେବ ନାହିଁ। VA ଶିକ୍ଷକ ସଂଗଠନର ନାରା, ସବୁ ଶିକ୍ଷକଙ୍କ ଗୋଟିଏ ସ୍ୱର, 4200 ଗ୍ରେଡ୍ ପେ ପ୍ରଦାନ କର। ଅକ୍ଟୋବର 15, ଭୁବନେଶ୍ୱର ଚାଲ। ବହୁତ ହେଲା ବିଭାଜନ, ଏଥର ହେବ ପରିବର୍ତ୍ତନ। ଏହି ସୁନ୍ଦର ଫୋରମରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ ଉପକୃତ ହେବେ ବୋଲି ସଂଗଠନର ସଭ୍ୟସଭ୍ୟା ବେଶ୍ ଆଶାବାଦୀ ଅଛନ୍ତି।